ভুবেন কৌশি। ନମସ୍କାର, ମୁଁ ନିଜର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଯେଉଁମାନେ ମୋର ଲେଖା ପଢ଼ିଛନ୍ତି କିମ୍ବା ମୋତେ ଟେଲିଭିଜନ ୟୁଟ୍ୟୁବରେ ଦେଖିଥିଲେ ଇଲେକ୍ସନ ପୂର୍ବରୁ ପାର୍ଟିକୁଲାର ଏଇ 2024 ଇଲେକ୍ସନ, ସେମାନେ ଜାଣିଥିଲେ ଯେ ମୁଁ ପାଣ୍ଡିଆନ ବାବୁର ସମାଲୋଚକ, ମାନେ ଭେରି ଭୋକାଲ କ୍ରିଟିକ୍। ବ୍ୟକ୍ତିଗତ କିଛି ନଥିଲା, ଆକ୍ରୋଶ ନଥିଲା, କିନ୍ତୁ ଅନ୍ ମ୍ୟାଟର ଅଫ୍ ପ୍ରିନ୍ସିପାଲ କାହିଁକି ସେ ଯେ ଭୂମିକା ରୋଲ ପ୍ଲେ କରୁଥିଲେ, ଯେ ପୁରା ମାନେ ସରକାର ଚଲାଉଥିଲେ। ନବୀନ ବାବୁ ଘରେ ବସିଛନ୍ତି, ଏ ଥାର୍ଡ ଫ୍ଲୋରରୁ ସରକାର ଚଲାଉଛି ପାଣ୍ଡିଆନ ବାବୁ। ଆଜ୍ ଅ ମ୍ୟାଟର ଅଫ୍ ପ୍ରିନ୍ସିପାଲ ମୁଁ କହୁଥିଲି ଯେ ସେଟା ଇଲିଗାଲ, ଅନକନଷ୍ଟିଟ୍ୟୁସନାଲ, ଇମୋରାଲ। କାହିଁ কোনো ডেমোক্রেসিরে এটা ହେଇପାରିବନି যে ଆପଣମାନେ ଭୋଟ ଦେଇକିରି ମୋତେ ନିର୍ବାଚିତ କରିବେ, ଧରନ୍ତୁ ମୋତେ ମୁଖ୍ୟମନ୍ତ୍ରୀ କରିଲେ କି ପ୍ରଧାନମନ୍ତ୍ରୀ କରିଲେ, ଏବଂ ଭୋଟଟା ପାଇଲା ପରେ ମୁଁ କହିଲି ଠିକ ଅଛି ମୁଁ ଘରେ ବସିବି, ଏ ମୋର ପାଇଁ ସରକାର ଚଲେଇବ, ସେଟା ହେଇପାରିବନି। ମାନେ ଦିସ୍ ଇଜ ନଟ୍ ଟ୍ରାନ୍ସଫରେବଲ। ତ ଓଡ଼ିଶାରେ ବି ନବୀନ ବାବୁ ଯେ ଦେଇଥିଲେ ସବୁ ପାଣ୍ଡିଆନ ବାବୁକୁ ଚଳାଇବା ପାଇଁ ସବୁଠୁ ପାୱାରଫୁଲ, ଦ୍ୟାଟ୍ ୱାଜ ଇଲିଗାଲ, ଇମୋରାଲ, ଅନକନଷ୍ଟିଟ୍ୟୁସନାଲ। ଆଣ୍ଡ ସେୟା ପାଇଁ ମୁଁ କ୍ରିଟିସାଇଜ କରୁଥିଲି, ସମାଲୋଚନା କରୁଥିଲି। କିନ୍ତୁ ବର୍ତ୍ତମାନ ବି ଏବେ ପାଣ୍ଡିଆନ ବାବୁ ଲୋକର କ୍ୟୁରିଓସିଟି ଅଛି ଏବଂ ପ୍ରବଳ ସମାଲୋଚନା ହେଉଛି। ଏବଂ ଇଣ୍ଟରେଷ୍ଟିଂଲି ପାର୍ଟି ଭିତରେ ବିଜୁ ଜନତା ଦଳର ନେତା ନେତ୍ରୀ ମାନେ ବାହାରିକିରି କିଛି କିଛି ଏବେ ମୁହଁ ଖୋଲିଲେଣି ପାଣ୍ଡିଆନ ବାବୁକୁ ସମାଲୋଚନା କରୁ। ଆଜି ଏଇ ଅଧ୍ୟାୟରେ ସେଇ ବିଷୟରେ ମୁଁ ଟିକେ କଥା ଯେ ଏଇ ଯେ ଏବେ ସମାଲୋଚନା ହେଉଛି সেটা কোন ম্যাটার অফ প্রিন্সিপাল না পলিটিক্যাল অপরচুনিটি। তো প্রশ্ন মোর যে পাଣ୍ଡିଆନ ବାବୁ এই যে বিক্ষুব্ধ ବିଜୁ ଜନତା ଦଳର ନେତା ନେତ୍ରୀ ଲୋକ ଅଛନ୍ତି, ସେମାନଙ୍କ ପାଇଁ ପାଣ୍ଡିଆନ ବାବୁ କଣ ସତରେ ଭିଲେନ ନା ବଳିର ବାକଡ଼ା, ମାନେ ସାକ୍ରିଫିସିଆଲ ଲ୍ୟାମ୍ପ? ଆଜିର ପ୍ରଶ୍ନ। କାହିଁକି ମୁଁ କାହାକୁ কোনো ନେତା ନେତ୍ରୀକୁ ଆପଣମାନେ ଜାଣିଛନ୍ତି, ମାନେ ଦେଖୁଥିବେ ଟିଭିରେ ପ୍ରବଳ ଚାଲୁଛି, ମାନେ ପାଣ୍ଡିଆନ ବାବୁ ବିରୁଦ୍ଧରେ, ମାନେ ପାଣ୍ଡିଆନ ବାବୁକୁ ନେଇକିରି କିଛି କହିବେ, ବଢିଆ ଚାଲିବ, হ্যাঁ ଲୋକର ଇଣ୍ଟରେଷ୍ଟ ଅଛି। ଆଉ ଯଦି ସମାଲୋଚନା କରିବେ ତାହେଲେ ଆଉ ଟିକେ ଅଧିକା ଚାଲିବ। ତ ମୁଁ କାହାକୁ ଟାର୍ଗେଟ କରିବାକୁ ଚାହୁଁନି, ଇନଫ୍ୟାକ୍ଟ ମୁଁ ନାଁ ବି ନେବି, କିନ୍ତୁ କିଛି ଦେଖାଇବି ସ୍କ୍ରିନରେ ବାଧ୍ୟ ପ୍ରମାଣ କରିବା ପାଇଁ, ମାନେ ଆପଣଙ୍କୁ ଏଟାକୁ ଏକ୍ସପ୍ଲେନ କରିବା ପାଇଁ। এটা হচ্ছে ডিসেম্বর 2023 কিছু সোশ্যাল মিডিয়া পোস্ট, টুইট, ইনস্টাগ্রাম, ডিসেম্বর 23 ଆଉ ତାରପରେ କିଛି টুইট ଅଛି ফেব্রুয়ারি ଆଉ ମାର୍ଚ୍ଚ 2024 ইলেকশন পূর্ব, যেତେବେଳେ ଟିକେଟ ଫିକେଟ ମିଳିବାର ମାନେ କ୍ୟାଣ୍ଡିଡେଟ ହେବାର ସମ୍ଭାବନା ଅଛି। ସେଇଠି କୁହାହଉଛି ଯେ ଅନରେବଲ ମିଷ୍ଟର ପାଣ୍ଡିଆନ, ମାନେ ଏଇ ସବୁ ଫଟୋ ହଉଛି ପାଣ୍ଡିଆନ ବାବୁ ସାଙ୍ଗରେ ଫଟୋ ଉଠୁଛି এবং তারপরে পোস্টে লেখা হচ্ছে অনারেবল মিস্টার পান্ডিয়ান। ওড়িয়ারে লেখা হচ্ছে মান্যবর নবীন ওড়িশা এবং 5Tর চেয়ারম্যান কার্তিকান পান্ডিয়ান সাଙ୍ଗରେ ফটো, ତାକୁ ଧନ୍ୟବାଦ ଜଣାଇବା ପାଇଁ, କଂଗ୍ରାଚୁଲେଟ କରିବା ପାଇଁ ବିଭିନ୍ନ ଏସବୁ ଅଛି। କିନ୍ତୁ ବର୍ତ୍ତମାନ କ୍ରିଟିସିଜମ ହଉଛି, ସମାଲୋଚନା ଯେ ପାଣ୍ଡିଆନ ବାବୁ ବିରୁଦ୍ଧରେ ବିଦ୍ରୋହ, ବିପ୍ଳବ ହଉ, ଇଏ ହଉ, ମାନେ কিন্তু এই ସବୁ টুইট, সোশ্যাল মিডিয়া পোস্ଟ ଏବେ ବି ଅଛି। ଡିଲିଟ କରିଦେବା କଥା, କିନ୍ତୁ କରିନାହାନ୍ତି। ମୋତେ ମିଳିଗଲା, ଦେଖିଲା ପରେ ଟିକେ ପଛକୁ ଗଲେ ପରେ ମିଳିଯିବ, ଏବେ ସୁଦ୍ଧା ଡିଲିଟ ହେଇ। ତ ଏଇଟା ମୋତେ ଲାଗୁଛି, ମାନେ ମୁଁ ଏବେ ବି କାହାର ନାଁ ନଉନି, କିନ୍ତୁ ମୋତେ ଲାଗୁଛି ଏଇଟା ଟିକେ ଅଧିକା ପଲିଟିକାଲ, ମାନେ ପଲିଟିକାଲ ହେଇଗଲା। ମାନେ ଏଇ ଯେ ଆଜି ଆପଣ ସମାଲୋଚନା କରୁଛନ୍ତି ସେଟା ପଲିଟିକାଲ, not as a matter of principle। যদি প্রিন্সিপাল ହେଇଥାନ୍ତା ତାହେଲେ ଆପଣ ତାକୁ ମାନବର କାହିଁ କହିଥିଲେ, ଅନରେବଲ କେମିତି କହିଲେ? ଏବଂ କାହିଁକି ସେତେବେଳେ ବି ପାଣ୍ଡିଆନ ବାବୁ ଏବେ ଯାହା କରୁଛନ୍ତି ସେତେବେଳେ ବି ଅଧିକା କରୁଥିଲେ, କ୍ଷମତା ଅଧିକା ଥିଲା। ଆଉ ସେତେବେଳେ ଅନରେବଲ, ଆଉ ଏବେ ଡିସଅନରେବଲ କେମିତି ହେଇଗଲା, କଣ ପାଇଁ? ତ ସେୟା ପାଇଁ ମୁଁ ପଚାରିଛି ଯେ ପାଣ୍ଡିଆନ ବାବୁ ସତରେ କଣ ଭିଲେନ ନା ସାକ୍ରିଫିସିଆଲ ଲ୍ୟାମ୍ପ? କାହିଁ ପାଣ୍ଡିଆନ ବାବୁ ଯାହା କରୁଥିଲେ, ইনফ্যাক্ট বিজেডি ভিতরে তো সমস্তর অ্যাপ্রুভাল ଥିଲା, ସବୁ বড় বড় নেতা নেত্রী, ইভেন বিজেপিরও অ্যাপ্রুভাল ଥିଲା। ସେମାନେ ବି ଚାହୁଁଥିଲେ ଯେ ହଉ, ଯାହା ହଉଛି ଠିକ ହଉଛି। ଏ ଯୋଉ ଓଡ଼ିଆ ଅସ୍ମିତା ପରେ ଦିଜ ଆର୍ ଆଫ୍ଟର ଥଟ୍ସ, କାହାର କିଛି ପ୍ରୋବ୍ଲେମ ନଥିଲା ଯେତେ ପର୍ଯ୍ୟନ୍ତ ପଲିଟିକାଲ
ସମସ୍ତର ଇଣ୍ଟରେଷ୍ଟ ସର୍ଭ ହଉଥିଲା, ସମସ୍ତେ ଖୁସି ଥିଲେ। କାହିଁକି ମୁଁ ଛୋଟିଆ ଗୋଟେ ଉଦାହରଣ ଦଉଛି, ପାଣ୍ଡିଆନ ବାବୁ ଯେତେବେଳେ ଆଇଏସ୍ ଛାଡ଼ିକିରି ରାଜନୀତିକୁ ଆସିଲେ, ସେ ଯୋଉ ଆଇଏସ୍ ଛାଡ଼ିଲେ ତାର ଭିଆରଏସ୍ ଆପ୍ରୁଭ୍ ହେଇଥିଲା ସେଣ୍ଟରରେ ଗୋଟେ ଦିନ 24 ଘଣ୍ଟା ଭିତରେ। ଆପଣ ମତେ କୁହନ୍ତୁ কোন গভর্নমেন্ট ফাইল 24 ঘন্টা ভিতরে অ্যাপ্রুভ हुए, ফাইল সাইন ହେଇକିରି পলাই আসে, ক্লিয়ার ହୁଏନି। তার মানে সেই টাইমে বিজেডি নেতৃত্ব এবং বিজেপির সর্বোচ্চ নেতৃত্ব ସେମାନେ ଆଗ୍ରିମେଣ୍ଟରେ ଥିଲେ ଯେ ହଁ ପାଣ୍ଡିଆନ ବାବୁ ପଲିଟିକ୍ସରେ ଆସିଲେ ପରେ ଆମର ଉଭୟ ପକ୍ଷର ସୁବିଧା ହବ। ସେୟା ପାଇଁ 24 ଘଣ୍ଟା ଭିତରେ ଫାଇଲ କ୍ଲିୟର ହେଇଗଲା, ନହେଲେ ତ ହେବାର ନଥିଲା। ঠিক ଅଛି, ସେ 24 ଘଣ୍ଟା ଗୋଟେ ପ୍ରମାଣ। ଆଉ ଗୋଟେ, যেইদিন সে বিজু জনতা দল অফিসিয়ালি জয়েন করিলে, এই যে ব্যাচটা পড়িলে নবীন পটনায়ক ঘরে, নবীন পটনায়ক বসছেন, ফটোটা দেখুন কোন কোন নেতা ଥିଲେ ସେଇ ରୁମ୍ରେ। ଜଣେ ବି ବାହାରି ଥିଲେ କ୍ରିଟିସାଇଜ କରିବା ପାଇଁ ଯେ ଏଇଟା ଠିକ ହଉନି, ଏଇଟା କାହିଁ ପ୍ୟାରାସୁଟ ଭଳିଆ ତାକୁ ଆମ ମୁଣ୍ଡ ଉପରେ ଥୁଆ ହଉଛି। କିଏ ବିରୋଧ କରିଥିଲେ କି? ସମସ୍ତେ ଥିଲେ। ଦ ଟପ୍ ଲିଡରସିପ, ଦ ଟପ୍ ରାଙ୍ଗ ଅଫ୍ ବିଜେଡି ଲିଡରସିପ ୱାଜ୍ ଦେୟାର। ତାମାନେ ସେମାନେ ଏଟାକୁ ଆପ୍ରୁଭ୍ କରିଥିଲେ। କାହିଁକି? ସେତେବେଳେ ଗୋଟେ ଆଶା ଥିଲା ଯେ ପାଣ୍ଡିଆନ ବାବୁ ଆସିବେ, ନବୀନ ବାବୁ ପପୁଲାର, এবং পুনি 2024 ইলেকশন আমি জিতিবু এবং আমি পুনি ক্ষমতারে রই। যদি ক্ষমতারে পুনি বিজেডি আসি যাইথান্তা এবং পান্ডিয়ান বাবু নবীন বাবুর ক্লোজেস্ট কারাই সরকার চলাই থান্তা, কার কিচ্ছি প্রবলেম ହେଇନଥାନ୍ତା। এই যে সমালোচনা হচ্ছে, কিচ্ছি সমালোচনা ହେଇନଥାନ୍ତା। କଣ ହେଇଥିଲା? ଯେତେ ପର୍ଯ୍ୟନ୍ତ ସେ କ୍ଷମତାରେ ଥିଲେ କିଛି ସମାଲୋଚନା ହେଇଥିଲା। ଆଉ ଗୋଟେ, এই যে ଓଡ଼ିଆ ଅସୁବିଧା, ଏବେ ବହୁତ ନେତା ମାନେ କହନ୍ତି, ମାନେ ମୋର ଆଜି ଏଇ অধ্যায় ମୁଁ କହୁଛି ବେସିକାଲି ବିଜେଡିର ବଡ ବଡ ନେତା ଉଦ୍ଦେଶ୍ୟ। କାହିଁ ଏମାନେ କହୁଛନ୍ତି ଭିତରେ ଭିତରେ କହୁଛନ୍ତି ଯେ ନା ଠିକ ହେଇନି, ଓଡ଼ିଆ ଅସ୍ମିତା ଇଏ ହେଇଗଲା, ମାନେ ଡାଇଲ୍ୟୁଟେଡ ହେଇଗଲା, ଆଟାକ ହେଲା। କାହିଁକି? ପାଣ୍ଡିଆନ ବାବୁ ଷ୍ଟେଜରେ ଏକୁଟିଆ ଭାଷଣ ଦଉଛନ୍ତି ଆଉ ସବୁ ବଡ ବଡ ନେତା ତଳେ। ଜଣେ ନେତା ବି ସେତେବେଳେ ବିରୋଧ କରିଥିଲେ ଯେ ଆମେ କାହିଁ ତଳକୁ ବସୁଛୁ, ଆମେ ବି ଉପରକୁ ଯିବୁ। କାହିଁକି କରିନଥିଲେ? କରିବା କଥା। ତ এটা হଉଛି কথা যে এটা যেতে পর্যন্ত পান্ডিয়ান বাবু ক্ষমতারে ଥିଲେ এবং ଲୋକର ନେତା ନେତ୍ରୀର ଥିଲା, ହୋପ ଥିଲା, ଆଶା ଥିଲା ଯେ ଆମେ ପୁଣି ପାଣ୍ଡିଆନ ବାବୁ ପୁଣି ଆମକୁ କ୍ଷମତାରେ ଆଣିବେ ଏବଂ ଆମର ବଢିଆ ଚାଲିବ। କାହାର କିଛି ପ୍ରୋବ୍ଲେମ ନଥିଲା, ଓଡ଼ିଆ ଅସ୍ମିତାର ପ୍ରୋବ୍ଲେମ ନଥିଲା, হ্যাঁ କିଛି ପ୍ରୋବ୍ଲେମ ନଥିଲା। ଯେତେ ପ୍ରୋବ୍ଲେମ ସବୁ এটা ବି ଗୋଟେ କାରଣ যে নবীন পটনায়ক, কারণ নবীন পটনায়ক ইজ এ ভেরি পারসেপটিভ পলিটিশিয়ান, আর প্রবল ইন্টেলিজেন্স, পার্টিকুলারলি পলিটিক্যাল বিষয়ে আমঠু অধিকা নবীন বাবু জানিছেন কিংবা বুঝিপারুছেন। এই ସବୁ ପାଇଁ এটা ବି ଗୋଟେ କାରଣ ମୋର ଧାରଣା ଯେ ପାଣ୍ଡିଆନ ବାବୁର ସାଙ୍ଗ ମାନେ ସେ ଛାଡୁନି, ପାଣ୍ଡିଆନ ବାବୁକୁ ସେ ଛାଡୁନି। ସେ ଜାଣି, ନବୀନ ବାବୁ ଜାଣିଛନ୍ତି ଯେ ଯେତେ ବଡ ବଡ ନେତା ଅଛନ୍ତି ଦେ ଆକ୍ଚୁଆଲି ଆର୍ ନଟ୍ ହିଜ୍ ୱେଲ୍ ୱିଶର୍ସ ଅର୍ ଲୟାଲିଷ୍ଟ, ଯେ ତାକୁ ସତରେ তার প্রতি লয় না, ক্ষমতা পাই এমানে অଛନ୍ତି। এবং এমানে যে আজি পান্ডিয়ান বাবু বিরুদ্ধে কହୁଛନ୍ତି, কালি দরকার হলে পরে নবীন বাবু বিরুদ্ধে বি কই, এটা নবীন বাবু ভালোভাবে জানেন। এবং নবীন বাবু জানেন, মানে নবীন বাবুর ধারণা এটা নেইকি আমার গোটে থাইপারে ইস্যু, কিন্তু নবীন পটনায়ক হ্যাজ কাম টু দ্য কনক্লুশন যে পান্ডিয়ান হচ্ছে আমার মোর লয়ালিস্ট, মোর ফেথফুল, সে মতে কেবে বি বিট্রে করিনি, এটা হচ্ছে তার ধারণা। কিন্তু নবীন বাবু সেই ধারণা, অন্য নেতা ମାନଙ୍କ উপরে সেই ধারণা ନାହିଁ। କାହିଁ ନବୀନ ବାବୁ ଜାଣିଛନ୍ତି ଯେ ଏମାନେ ରାଜନୀତି ପାଇଁ ଅଛନ୍ତି, କ୍ଷମତା ପାଇଁ ଅଛନ୍ତି। ଆଜି ଯେଉଁମାନେ ବିରୋଧ କରୁଛନ୍ତି କିମ୍ବା କହୁଛନ୍ତି ପବ୍ଲିକଲି, ସେମାନେ ନଟ୍ ଅନ୍ ମ୍ୟାଟର ଅଫ୍ ପ୍ରିନ୍ସିପାଲ କହୁଛନ୍ତି। ଯଦି ପାଣ୍ଡିଆନ ବାବୁ ପୁଣି ବିଜେଡି ଯଦି ପୁଣି କ୍ଷମତାରେ ଆସିଥାନ୍ତା ଏବଂ ପାଣ୍ଡିଆନ ବାବୁ ଥାର୍ଡ ଫ୍ଲୋରରୁ ସରକାର ଚଲାଇଥାନ୍ତା, ଏ ଜଣେ ବି ମୁହଁ ଖୋଲିଥାନ୍ତା? नो, नॉट एट ऑल। तो ମୁଁ ତ ପାଣ୍ଡିଆନ ବାବୁର ସମାଲୋଚକ। ପାଣ୍ଡିଆନ ବାବୁ ମୋର ଧାରଣା ବହୁତ ରାଗିଛନ୍ତି, ବହୁତ ରାଗିଥିଲେ। କିନ୍ତୁ ଯାହା, କିନ୍ତୁ ମୁଁ এটা ଭାବେ ଯେ ମୁଁ ଯଦି ପାଣ୍ଡିଆନ ହେଇଥାନ୍ତା ତାହେଲେ ମୋର ମୁଣ୍ଡରେ ଏବେ କଣ ଚାଲିଛି ଆପଣ ଭାବନ୍ତୁ। এটা ଗୋଟେ ଷ୍ଟଡି କରିବା କଥା। ଆପଣ ପାଖରେ ଏତେ କ୍ଷମତା, ସମସ୍ତେ ଆପଣ ଆଗରେ ଲାଇନ ଦଉଛନ୍ତି ଫଟୋ ଉଠାଇବା ପାଇଁ ଡେଲି, ମାନେ କଣ ହଉନଥିଲା।
ସମସ୍ତେ ଲାଇନ୍ ଆପଣ ଅଫିସ୍ ଆଗରେ ଆପଣର ଟିକେ ଫଟୋ ଉଠେଇବେ, ହାତ ଇଏ କରିବେ, ହ୍ୟାଣ୍ଡସେକ୍ କରିବେ, ଏହା ପାଇଁ ଆଜି ଆପଣ ପାଖରେ ସେଇ ଏତେ କ୍ଷମତା ଆଉ ନାହିଁ, ଅଫିସିଆଲି ତ ନାହିଁ। ଆପଣ ବ୍ୟାକରୁମ୍ରୁ ମ୍ୟାନିପୁଲେଟ୍ କରିପାରନ୍ତି, କିନ୍ତୁ ସେଇ ଡାଇରେକ୍ଟ କ୍ଷମତା ଆପଣ ପାଖରେ ନାହିଁ। ତାরপরে এমতি সমালোচনা গালি আপন যদি সোশ্যাল মিডিয়ারে ଯିବେ কদর্য ভাষাରେ ବି অ্যাবিউজ হଉଛି। ମୁଁ এটা কিন্তু সিরিয়াসলি আই অফেন ওয়ান্ডার যে পান্ডিয়ান বাবুর মুন্ডরে কোন চালিছি, মানে হাউ ইজ হি টেকিং দিস সাইকোলজিক্যালি এটা গোটে এফেক্ট করিব, মানে নিহাতি করিবা কথা। মানে প্রথমত তো আপনার ক্ষমতা পাবে, মানে সে যে ক্ষমতা ଥିଲା নাই, দ্বিতীয়ত এতে আক্রমণ, এতে অ্যাটাক, এতে গালি, এতে সমালোচনা, হাউ ডু ইউ টেক ইট? এটা গোটে নিহাতি মানে ইন্ଟরনাল ମାନେ ମେଣ୍ଟାଲ ଷ୍ଟ୍ରେଙ୍ଗ ପ୍ରବଳ ରହିବା କଥା ଏଟା ସାଙ୍ଗରେ ଯୁଝିବା ପାଇଁ। ଏଇଟା ନେଇକିରି ମୋର ଗୋଟେ ଥିଲା ଯେ ପାଣ୍ଡିଆନ ବାବୁ ଯଦି କେବେ ଦେଖା ହବ ମୁଁ ପଚାରିବି, ବୁଝିବାକୁ ଟ୍ରାଏ କରିବି ସେ ଅଛନ୍ତି କେମିତି, ହାଉ ଇଜ ହି କୋପିଂ ୱିଥ୍ ଦିସ୍ ଅଫେନ୍ସିଭ ଦ ଅନସ୍ଲଟ୍। କିନ୍ତୁ ମୋର এই যে ଏବେ ବର୍ତ୍ତମାନ যে ସମାଲୋଚନା ପାଣ୍ଡିଆନ ବାବୁ ବିରୁଦ୍ଧରେ ଚାଲିଛି, ମୋର ଧାରଣା ତାହାକୁ ବୋଲିର ବଖରା ସାକ୍ରିଫିସିଆଲ ଲ୍ୟାମ୍ପ କରାହଉଛି। ମାନେ ଏମାନେ ଯେ କହୁଛନ୍ତି ଏଇ ଥିଲେ ଭିଲେନ, ତାହେଲେ ଏତେ ଦିନ କାହିଁ ବିରୋଧ କରିଲନି? ଯେତେ ପର୍ଯ୍ୟନ୍ତ ସେ କ୍ଷମତାରେ ଥିଲେ ଯାଇକିରି ଫଟୋ ଉଠଉଥିଲେ, ଅନରେବଲ କହୁଥିଲେ, ମାନନବର, ତାହେଲେ ଅନରେବଲ କେମିତି ଡିସଅନରେବଲ ହେଇଗଲା? ଆଜିର ଏଇ ଅଧ୍ୟାୟରେ ମୋର ଏଇଟାই লিমিটেড পয়েন্ট। ମୁଁ ପାଣ୍ଡିଆନ ବାବୁର ସମାଲୋଚକ ଥିଲି, କିନ୍ତୁ এই প্রশ্ন উঠাইବାକୁ ବି ମୁଁ ବାଧ୍ୟ যে এটা কোন মানে অ্যাজ আ ম্যাটার অফ প্রিন্সিপাল তাକୁ ସମାଲୋଚନା କରା ହଉଛି ନା ପଲିଟିକାଲ ଅପରଚ୍ୟୁନିଜମ ପାଇଁ କ୍ରିଟିସିଜମ କରା ହଉଛି? ଭାବନ୍ତୁ, ଚିନ୍ତା କର। ଆଜି ପାଇଁ ଏତିକିରେ, ପୁଣି କଥା ହେବି ଆଗାମୀ ଅଧ୍ୟାୟରେ। ମୋର ଏଇ ୟୁଟ୍ୟୁବ ଚ୍ୟାନେଲ ମୁଁ ରୁବେନ କହୁଛି, ସବସ୍କ୍ରାଇବ କରନ୍ତୁ, ଲିଙ୍କ ସେୟାର କରନ୍ତୁ, କମେଣ୍ଟ ସେକ୍ସନରେ କମେଣ୍ଟସ ଆଉ ସଜେସନ୍ସ ଦିଅନ୍ତୁ। খুব জলদি দেখা। নমস্কার। ମୁଁ ରୁବେନ କହୁଛି।